ବର୍ତ୍ତମାନର ବଡ଼ ଖବର ତାଳଚେର ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ 3 ଜଣ ସାଙ୍ଗ। ଜଣେ ଉଦ୍ଧାର 2 ଜଣ ନିଖୋଜ ଥିବା ଜଣାପଡ଼ିଛି। ଉଦ୍ଧାର ହୋଇ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିବା ଯୁବକଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଛନ୍ତି। ତେବେ ଯାହାକି ବର୍ତ୍ତମାନ ବଡ଼ ଖବର ସାମ୍ନାକୁ ଆସିଛି କି ସମସ୍ତ 3 ଜଣ ସାଙ୍ଗ ତାଳଚେର ଷ୍ଟେସନ ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ଗଣେଶ ଗୋଚ୍ଛାତ ହୋଇଥିବା ବେଳେ ନିଖୋଜ 2 ଜଣ ଶକ୍ତି ସାହୁ ଓ ପ୍ରିନ୍ସ ଲୁହାର ହୋଇଥିବା ଜଣାପଡ଼ିଛି। ଆଖଣ୍ଡଳମଣି ମନ୍ଦିର ନିକଟ ତୁଠକୁ 7 ଜଣ ସାଙ୍ଗ ଗାଧୋଇବାକୁ ଆସିଥିବା ବେଳେ ଗଭୀର ସ୍ରୋତରେ ଜଣେ ବୁଡ଼ି ଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ 2 ସାଙ୍ଗ ମଧ୍ୟ ବୁଡ଼ି ଯାଇଥିଲେ। ଅନ୍ୟ 4 ଜଣ ସାଙ୍ଗ ପହଁରି କୂଳକୁ ଚାଲି ଆସି ସ୍ଥାନୀୟ ଲୋକଙ୍କ ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ତାଳଚେର ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ब्यूरो रिपोर्ट दमन टीवी लाइव। यमुना शक्ति आ 3 जन जे बुड़ी गले पाइबे शक्ति आ पेंसु आ गणेश। तुम 7 जन आसते घर तुम घर सब रेलवे स्टेशन सकाल के आम आसलु 12टा केमती कौन बोलिले आग फास्ट गोटे पिला पड़ेला बेलू हेत बेलू गोटे पिला भाई बचे दो बोले बचे पाइलान से पड़ेला दुटा जो पिला बचा जाता पड़े जन को पाइल आज्ञा कि पाइला गणेश।